ମୁକ୍ତି ଯେଉଁ ଟାଇମ୍ରେ ନାତାଶାଙ୍କ ଗଡ୍ରେଜ୍ ଖୋଲୁଛନ୍ତି ସେଇ ଟାଇମ୍ରେ ମୁକ୍ତି ନାତାଶାଙ୍କ ଗଡ୍ରେଜ୍ରେ ପାଉଛନ୍ତି ନାତାଶା ମୁକ୍ତିଙ୍କୁ ମାରିଲା ବେଳେ ଯେଉଁ ଶାଢ଼ୀ ପିନ୍ଧିକି ହସ୍ପିଟାଲକୁ ଯାଇଥିଲେ ସେ ଶାଢ଼ୀ ଦେଖିକି ମୁକ୍ତି ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ମୁକ୍ତି ଭାବୁଛନ୍ତି କ'ଣ ନାତାଶା ସତରେ ମୋତେ ମାରିବାକୁ ଚେଷ୍ଟା କରୁଥିଲା। ମୁକ୍ତି କହୁଛନ୍ତି ମୁଁ ଯାହାକୁ ମୋ ନିଜ ଜୀବନ ବୋଲି ଭାବୁଥିଲି ସିଏ ହିଁ ମୋ ଜୀବନ ନେବାକୁ ଚେଷ୍ଟା କରୁଥିଲା ଆଉ ସିଏ ହିଁ ମୋ ଛୁଆର ଜୀବନ ନେଇଗଲା। ମୁଁ ମୋ ଛୁଆକୁ ମୁକ୍ତି ଏମିତି କହିଲା ବେଳେ ସେଇ ଟାଇମ୍ରେ ରାଗିଣୀ ଆସିକି ସେ ଜାଗାରେ ପହଞ୍ଚି ଯାଉଛନ୍ତି ଆଉ ସେ ମୁକ୍ତିକୁ କହୁଛନ୍ତି ଡୋଡୋ ହିଁ ମାରିଛି ତୋ ଛୁଆକୁ। ସେଇ ଟାଇମ୍ରେ ରାଗିଣୀ ପୁଣି ଆଉ ଥରେ କହୁଛନ୍ତି ମୁକ୍ତିଙ୍କ ପାଖକୁ ଆସିକି ହଁ ମାହି ଡୋଡୋ ତୋ ଜୀବନ ନଷ୍ଟ କରିବା ପାଇଁ ଆଉ ତୋର ଏଇ ଅବସ୍ଥା ପାଇଁ ସେ କେବଳ ଆଉ କେବଳ ଡୋଡୋ ହିଁ ଦାୟୀ। ସେଇ ଟାଇମ୍ରେ ମୁକ୍ତି କହୁଛନ୍ତି ଯେଉଁ ରାଗିଣୀକୁ ଦିଦି ତୁ ଏ କଥା ସବୁ ଜାଣିଥିଲୁ ନା। ସେଇ ଟାଇମ୍ରେ ରାଗିଣୀ ମୁକ୍ତିକୁ କହୁଛନ୍ତି ହଁ ମୁଁ ସତଟା ଜାଣିଥିଲି ଆଉ ମୁଁ ଏ ସତଟା ଜାଣିଲା ପରେ ସେ ମୋତେ ସବୁଦିନ ପାଇଁ ମୋ ପାଟିକୁ ଚୁପ୍ କରାଇବା ପାଇଁ ଚେଷ୍ଟା କରିଥିଲା। ସେଇ ଟାଇମ୍ରେ ମୁକ୍ତି ଜୋରସେ କାନ୍ଦିକି ଜୋରସେ ଚିଲେଇକି କହୁଛନ୍ତି ନାତାଶା ପାଇଁ ମୋ ଛୁଆ ମୋ ଠାରୁ ଅଲଗା ହେଇଗଲା। ସେଇ ଟାଇମ୍ରେ ମୁକ୍ତି ଆଦିଙ୍କ ପାଖକୁ ଯାଇକି ଆଦିଙ୍କୁ କହୁଛନ୍ତି ମୁଁ ଜାଣିନି ଆଦି ମୋତେ କାହିଁ ଏମିତି ଲାଗୁଛି ସେଇ ଛୁଆ ହିଁ ମୋର ସବୁର ପ୍ରଶ୍ନର ଉତ୍ତର ଦେବ। ସେ ଲୁଚିବା ଆଉ ସେ ଡରିବା ଏସବୁ କେଉଁଠି ନା କେଉଁଠି ସେସବୁ ଆମ ସହିତ କନେକ୍ଟେଡ୍ ଅଛି। ସେଇ ଟାଇମ୍ରେ ଆଦି ମୁକ୍ତିକୁ କହୁଛନ୍ତି ମୁକ୍ତି ତମେ ଟିକେ ସେ ଛୁଆ ବିଷୟରେ ଅଧିକ ଭାବି ଦେଉଛ ମୁକ୍ତି ମୋତେ ଏମିତି ଲାଗୁଛି। ସେଇ ଟାଇମ୍ରେ ମୁକ୍ତି ଆଦିଙ୍କୁ କହୁଛନ୍ତି ଜାଣିଛ ଆଦି ମୁଁ ନା ଭାବିବାକୁ ବାଧ୍ୟ ହେଉଛି ମୁଁ ମୋ ଛୁଆକୁ ହରେଇଛି ଆଉ କେହି ତ ଜଣେ ଅଛି ଯିଏ ମୋ ଛୁଆକୁ ମାରି ଦେଇଛି ଆଉ ସିଏ ମୋତେ ବି ଏତେ ଘୃଣା କରୁଛି ଯେ ସିଏ ମୋତେ ବି ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲା। ସିଏ କିଏ ତାକୁ ଖୋଜିକି ମୋ ସାମ୍ନାକୁ ଆଣ ଆଦି ମୁଁ ଆଉ ସହିପାରୁନି ଆଦି। ସେଇ ଟାଇମ୍ରେ ରିଦ୍ଧି ଆସିକି ସେ ଜାଗାରେ ପହଞ୍ଚୁଛନ୍ତି ଆଉ ରିଦ୍ଧି କହୁଛନ୍ତି ତୋ ପାଖରେ ସିଏ ଅଛି ହେଲେ ତୁ ତା ଚେହେରାକୁ ଚିହ୍ନି ପାରୁନୁ ମୁକ୍ତି ତୁ ଦେଖି ବି ପାରୁନୁ। ସେଇ ଟାଇମ୍ରେ ଆଦି ରିଦ୍ଧିକୁ କହୁଛନ୍ତି ରିଦ୍ଧି ତମେ ଏ କ'ଣ କହୁଛ। ସେଇ ଟାଇମ୍ରେ ଜେଜେମା ବି ସେଠି ଆସିକି ପହଞ୍ଚୁଛନ୍ତି ଆଉ ଜେଜେମା କହୁଛନ୍ତି ହଁ ଆଦି ବାବା ରିଦ୍ଧିମା ଯାହା କହୁଛି ଠିକ୍ କହୁଛି କାହିଁକି ନା ସମସ୍ତଙ୍କ ଭିତରୁ ଜଣେ ହିଁ ତ ତାର ଶତ୍ରୁ ଅଛି ନା ସେ ହେଉଛି ଉପର ମୁହିଁ। ସେଇ ଟାଇମ୍ରେ ମୁକ୍ତି ରିଦ୍ଧିକୁ କହୁଛନ୍ତି ରିଦ୍ଧି ତୁ ନାତାଶା ବିଷୟରେ ନା ମୋତେ ଆଉ ପଦେ ବି କହିବୁନୁ କାହିଁକି ନା ସେ ହେଉଛି ମୋ ଭଉଣୀ ସେ ମୋ ସହିତ କିଛି ବି ଖରାପ କରିପାରିବନି କାହିଁକି ନା ଏତେ ଦିନ ପରେ ମୁଁ ମୋ ଭଉଣୀକୁ ପାଇଛି। ତା ନାଁରେ ଇଆଡ଼ୁ ସିଆଡ଼ୁ କହିକି ମୋ ମନରେ ତା ପାଇଁ ଘୃଣା ସୃଷ୍ଟି କରନା କହୁଛି ରିଦ୍ଧି। ସେଇ ଟାଇମ୍ରେ ପିସା ଆସିକି କହୁଛନ୍ତି ରୋମି ମୁକ୍ତିକୁ କହୁଛନ୍ତି ମୁକ୍ତି ଭଉଣୀ ପାଇଁ ଭଲ ପାଇବା ଆସିବାଟା ଠିକ୍ ହେଲେ ଏତେ ବି ଭଲ ପାଆନା ଯେ ଏତେ ବି ବିଶ୍ୱାସ କରନା ଯେ ଆଉ ଏମିତି ଅନ୍ଧ ହବା ବି ଠିକ୍ ନୁହେଁ। ନାତାଶା ତତେ ବୋକା ବନଉଛି ଆଉ ତୁ ବୋକା ବି ବନି ଯାଉଛୁ। ଏଠି ସମସ୍ତଙ୍କୁ ସତଟା କ'ଣ ବହୁତ ଭଲ ଭାବରେ ଜଣାଅଛି। ହଁ ଦର୍ଶକ ବନ୍ଧୁ ମୋ ସିନ୍ଦୁରର ଅଧିକାର ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ।